সন্ধ্যা 7টা হেলানি এপর্যন্ত তো পূজা কাম সরিলানি। সন্ধ্যা 7টাକୁ କହିଦେବି ପୂଜା କାମ ସାରିବା ପାଇଁ। ରାତି 9ଟା ହେଇଗଲା ପଛେ ତ ପୂଜା କାମ ସରିଲାନି। ଆମେ ଭୋକ ଦିଟା ଏଠି ଭୋକ ଉପାସରେ କରୁଛୁ। ଏଇଥିପାଇଁ ସରା ପ୍ରଥମ ସ୍ତ୍ରୀଟାକୁ ଏମିତି ପୂଜା କାମ କଲା ବୋଲି ତଣ୍ଟି ଚିପି ମାରି ଦେଇଛି। ତାପରେ କୋଉ କଥା ପଛରେ ଲୁଚି ରହିଲାନି। ସରା ଦ୍ୱିତୀୟ ବିବାହ କରି এইটা ବି ସରା ସେଇଆ। ସବୁ ସରା ଗୋଟେ ରାଉର ମନ୍ତି। এইଟାକୁ କୋଉଦିନ କୁକୁଡ଼ା କେକ ମୋଡ଼ିଲା ଭଳିଆ ମୋଡ଼ିଦେବି ଯେ 3 ପାଞ୍ଜିରୁ ଯିବ। अरे बेटा नंदलाला अरे बेटा आज्ञा पिताश्री मुंडरे किसी भेदा अछि तो अच्छी आज्ञा अरे दिन सारी राति 9टा हेलानी सबू अरेंजमेंट करेছি पिताश्री आपण टिके अपेक्षा करंतु सबू व्यवस्था तो कलु चाखणाटा कहीं पिताश्री माताश्री की कही थी जे देसी चिकन टिके अछि ताकू फ्राई कर दियो बोली हेले माताश्री पूरा रागी की पंचम से सड़ा मारी किंजाटा मो पेटो मारी दबो हम बाप को कंटा करी दबो रहर हबुटी काको पी सारे पिताश्री बिना चखना पी देवे ए माधवी माधवी कौन पाई डाकुथेली केडे सुंदरिया कथा कहउछबो करबो बोली डाकुथेली तो थरा कहिछि तता केता थरा कहिछि तने बाप को जहा कुंठ करो तो ठाकुर को डाकु तो डाको एले हमो बपपुओ कथा टिके अवहेला करबो नाही तते कहिथिल नाही संध्या 7टा हेले हम बपपुओ टिके क्लास करू बोली देना नहीं कौन पाई हम पाई व्यवस्था कर नथिलु
କଣ କରିଥାନ୍ତୁ କଣ କରିଥାନ୍ତୁ ସନ୍ଧ୍ୟା 7ଟା ହେଲେ ଆମେ ବାପ ପୁଅ କ୍ଲାସ କରୁ କଥାଟା ତୁ ଜାଣିଛୁ ନା ଜାଣିନୁ ଟିକେ ଚିକେନ ଆଉ ମଟନ କଥା କହୁନାହାନ୍ତି ଆରେ ଗୋଡ଼ ପଳେଇଲା କିରେ ହ୍ୟାଲୋ କଣ କହିଲ ତମେ? ନାଇଁ କଣ କହୁଛ ତମେ? ଆଜି ହଉଛି ଭାଗବତ ବସେଇଙ୍କ ଜନ୍ମଦିନ। ଆଜି ହଉଛି ଇନ୍ଦ୍ର ପୂର୍ଣ୍ଣିମା। ବାପ ପୁଅ ମଦ ନ ଖାଇଲେ କଣ ହୁଅନ୍ତାନି? କହିଲା ଭାଗବତ ଗୋସାଇଙ୍କ ଜନ୍ମଦିନ ଆଜି ଭାଗବତ ଗୋସାଇଙ୍କ ଜନ୍ମଦିନ ବୋଲି କହି ସକାଳୁ ମତେ ଲମ୍ବା ଚିଠାଟେ ଧରେଇଦେଲି ଧରେଇ ଦେଲୁ ନା ନାଇଁ ତୋର ଗୋଟି ଗୋଟି କରି ସବୁ ଜିନିଷ ଆଣି ତୋ ପାଖରେ ମୁଁ ଧରେଇଦେଲି କୋଉଥିରେ ଅବହେଳା କରିଛି ହେଲେ ଆମ କଥା ବେଳକୁ ତୋ ରାଗଟା ଦିନ ବଢି ଯାଉଛି ଓ କେଶବ ପଣ୍ଡା କାହାକୁ ଛାଡେନି ଚପ ଚାପ ଯାଇ ସେ ଫ୍ରିଜ ଭିତରେ ଥିବା ମାଛ କି ଚିକେନ ଫ୍ରାଏ କରି ଦେଇ କହୁଛି ନାଇଁ ଥରେ କହିଲି ମୁଁ ଆଜି ଏ ଘରେ ଆମିଷ ହେଇପାରିବନି। ମତେ ଭାଗବତ ବସେଇଙ୍କ ପ୍ରସାଦ ଖାଇବ ଚାଲ। ରାତିରେ ପିତାଶ୍ରୀ ତୋର ଆମିଷ ନହେଲେ ମଦ ନହେଲେ ସବୁ ଚଳିବନି ମାତେ ଆପଣ ଟିକେ ତାଙ୍କ ପାଇଁ ସୁରାବାର ବ୍ୟବସ୍ଥା କରନ୍ତୁ ଚୁପ କର କହୁଛି। ବାପ ପୁଅ ଦୁଇ ଜଣ ଯାକ କେହି କାହାକୁ କମ ନୁହନ୍ତି। କଣ କହୁଛି ମାପି ଚୁପି କଥାବାର୍ତ୍ତା କର ବାପ ପୁଅ ଦୁଇ ଜଣ ଯାକ ମଦ ନିଶାରେ ସବୁବେଳେ ବୁଡି ରହୁଛ। ଦୁଇ ଜଣ ଯାକ ସବୁବେଳେ ମଦ ଖାଉଛ। ତମକୁ ଟିକେ ଖରାପ ଲାଗୁନି? ମାତାଶ୍ରୀ ତୋର କଣ କହିଲା ମଦ ପିଇବାଟା ଖରାପ ଲାଗୁଛି ଶୁଣୁ 5 ବର୍ଷ ପର୍ଯ୍ୟନ୍ତ କରିବୁ ଲାଳନ 15 ବର୍ଷ ପରେ କରିବ ଶାସନ 16 ବର୍ଷ ପରେ ମିତ୍ରଗଣ ଏକଥା କହିଛନ୍ତି ଋଷିଗଣ ଜମା ଭକ୍ ଭକ୍ ନ ହୋଇ ଚୁପଚାପ ଯାଇ ସେ ଫ୍ରିଜରେ ଥିବା ଚିକେନ ଫ୍ରାଏଟାକୁ ନେଇ ଆ ନହେଲେ ଗଳା ଧକ୍କା ଦେଇ ଘରୁ ବାହାର କରିଦେବି ଏଠି ନନ୍ଦଲାଲ ଭାଗବତ ପଦ କହିଲା କଣ କହିଲା ବାପା ସଂସାରେ ଥିବୁ ଯେତେ ଦିନ ହେ ଗୋବିନ୍ଦ ଆମେ ଭାଗବତ ବହୁତ ମୁଁ ଭାଗବତ ବଡ଼ ପଣ୍ଡା ଲୋକ ମତେ ଜାଣନ୍ତି କେଶବ ବଡ଼ ପଣ୍ଡା ନାଁ ସିନା କିନ୍ତୁ ଲୋକ ଜାଣନ୍ତି ମୁଁ ଭାଗବତ ବଡ଼ ପଣ୍ଡା ଆଲୋ ଯାହା କହୁଛି ସେ ଫ୍ରିଜରେ ଥିବା ମାଛ କିମ୍ବା ଚିକେନ କିମ୍ବା ମଟନ ଯାହା ଅଛି ତାକୁ ଫ୍ରାଏ କରି ନେଇ ଆସେ ଆମେ ବାପ ପୁଅ ଦୁଇଟା ବସି ଖାଇବୁ ଥରେ ମୁଁ କହିଲି ଏ ଘରେ ଆମିଷ ହେଇପାରିବନି ହେଇପାରିବନି ହେଇପାରିବନି। ଦେଖିଲୁ ତୋ ମାର କେଡ଼େ ସାହସ ଏ ଶଳା କେଶବ ବଡ଼ ପଣ୍ଡା ମୁହଁ ଉପରେ ଚ୍ୟାଲେଞ୍ଜ ଦେଇଦେଲା ଛାଡ଼ିବିନି ମାରିଦେବି ପିତାଶ୍ରୀ ନାରୀ ହତ୍ୟା ମହାପାପ ମାଥାଙ୍କର ପୁଣ୍ୟ ବଳେ ତୁମ୍ଭେ ଶନିବ ଭବସରେ ପିତାଶ୍ରୀ ଆଜି ଟିକେ ସାଧା ଚାଖଣେ ନେଇ ଚଳିଦେଲେ ହଳେଇ ଦବା
খবরটি হব গোবিন্দ গোবিন্দ